ହ୍ୟାଲୋ ଆଜ୍ଞା ଏଇ ଯୋଉ ନାଦ ଯୋଗ ବିଷୟରେ ଯୋଉ କହୁଛନ୍ତି ଏ ଆପଣଙ୍କର ଏ 12 ପ୍ରକାର ନାଦ ଏଇଟା କୋଉଠୁ ଶରୀରର କୋଉ ଜାଗାରୁ ଏଇଟା ସୃଷ୍ଟି ହଉଛି? ଆମେ ଖାଲି ଝିଙ୍କାରି ସନଟା ଜଣା ପଡୁଛି, ଆଉ ଅଲଗା ଗୁଡାକ କେମିତି କଣ କୋଉ ଜାଗାରୁ ଏ ସ୍ୱର ଗୁଡାକ ସବୁ ସନ ଗୁଡାକ ଆସୁଛି ସବୁ? ସବୁ ଦ୍ୱାଦଶ ସ୍ୱର ଗୋଟିଏ ଜାଗାରୁ ସୃଷ୍ଟି ହଉଛି ଆଚ୍ଛା ହେଲା। ଆଜ୍ଞା ଦ୍ୱାଦଶ ସ୍ୱର ସୃଷ୍ଟି ହଉଛି, ହୁଁ ହୁଁ ସ୍ୱର ଗୁଡାକ କେମିତି ସୃଷ୍ଟି ହଉଛି ମୁଁ କହୁଛି ଶୁଣ। ଆଜ୍ଞା ଗୋଟେ କଥା ହଉଛି ସା, ହଁ ହଁ ତାପରେ ରେ, ହଁ ହଁ ତାପରେ ଗା, ହଁ ତାପରେ ମା, ହୁଁ ପା, ହୁଁ ଧା, ନି। ଏଇ ହୁଁ 7ଟା ସ୍ୱର ହୁଁ ଗୋଟିଏ ଜାଗାରୁ ସୃଷ୍ଟି ହୁଏ, କିନ୍ତୁ ସେ ଭିନ୍ନତା ହୁଏ କାହିଁକି ନା ତାର ଗଭୀରତା ନେଇକି। ଆଚ୍ଛା ଧର ସା ଯୋଉ ଗଭୀରରେ ସୃଷ୍ଟି ହଉଛି, ରେ ଟା ଟିକେ ଆଉ ଟିକେ ଅଧିକ ଗଭୀରରୁ ଆସୁଛି। ଓହୋ ଏବେ ବୁଝିପାରିଲୁ ନା? ତେଣୁ ହଁ ହଁ ଗୋଟିଏ ସ୍ୱର ସିଏ ତାର ଗଭୀରତା ନେଇକି ଭିନ୍ନ ଭିନ୍ନ ହଉଛି। ସା ହୁଁ ହୁଁ ରେ ଗା ମା ପା ଧା ନି ସା, ସା ନି ଧା ପା ମା ଗା ରେ ସା। ଏବେ ବୁଝିପାରିଲୁ ନା? ଆଜ୍ଞା ଆଜ୍ଞା ତେଣୁ 7ଟା ସ୍ୱର ହୁଁ ହୁଁ ସିଏ ତାର ଗଭୀରତା ନେଇକି ସିଏ ଯେମିତି ବେଶୀ କମ ହଉଛି, ସେଇଭଳି ଆମର ଏଇ ଯୋଉ 12ଟା ଯାଙ୍କେ ଶବ୍ଦ ଆମର ଜ୍ୟୋତି ଚକ୍ରରୁ ସୃଷ୍ଟି ହୁଏ। ଜ୍ୟୋତି ଚକ୍ରରୁ ସୃଷ୍ଟି ହୁଏ। ଆଚ୍ଛା ଜ୍ୟୋତି ଚକ୍ରରୁ ସୃଷ୍ଟି ହୁଏ, ତାର ଗଭୀରତା ନେଇକି ସେ ସୃଷ୍ଟି ହୁଏ ହେଲା। ଓହୋ ତେଣୁ ସାଧକର ମନଟା ହଁ ହଁ ଯେତେବେଳେ ଶବ୍ଦରେ ନିବେଶ ହବ ସେ ଧ୍ୱନିରେ, ହୁଁ 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 ସେତେବେଳେ କଣ ହବ ନା ମନ ଯାଉଁ ଯାଉଁ ପ୍ରଗାଢ ହେଇ ହେଇକା ଯାଉଥିବ, ଧ୍ୱନିରେ ମନ ନିବେଶ ହେଇ ହେଇ ଯାଉଥିବ। ହୁଁ ସେ ହୁଁ ହୁଁ ଧ୍ୱନି କଣ ହଉଥିବ ନା ଗୋଟିକ ପରେ ଗୋଟିଏ ଗୋଟିଏ ଉଠୁଥିବ, ସିଏ ଚାଲିଗଲା ପରେ ଆଉ ଗୋଟେ ଆସିବ, ସିଏ ଚାଲିଗଲେ ଆଉ ଗୋଟେ ଆସିବ। କିନ୍ତୁ ଏଇଟା ଏକା ଦିନେ ସମ୍ଭବ ନୁହେଁ। ଆଚ୍ଛା ହଁ ଏକା ଦିନେ ସମ୍ଭବ ନାହିଁ, ଏଗୁଡା ଅଭ୍ୟାସଗତ ବିଦ୍ୟା, ମାନେ ବହୁତ ଦିନ ଲାଗିବ। ବାସ୍, ତେଣୁ ଆମେ ଯଦି ନାଦ ଯୋଗ ସାଧନା କରିବା, ସେ ଆଜ୍ଞା ନାଦ ଧୀରେ ଧୀରେ ଗଭୀରତମ ଅଞ୍ଚଳକୁ ଯିବ ହେଲା। ହୁଁ ହୁଁ ତେଣୁ ଶେଷରେ ଗଭୀରକୁ ଯାଇ 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 ସର୍ବଶେଷରେ ହଉଛି ଏକାଦଶରେ ହଉଛି ବଂଶୀ ସ୍ୱର। ଆଚ୍ଛା ଏକାଦଶରେ ବଂଶୀ ସ୍ୱନ ଶୁଣିଲେ ତମେ ଭଗବାନଙ୍କ ସାନିଧ୍ୟ ଆସିଯିବ ତମର, ବୁଝିଲେ କି? ହୁଁ ହୁଁ ତେଣୁ ଏଇ ନାଦ ଯୋଗ ଦ୍ଵାରା ଆମେ ହିଁ ମୁକ୍ତି ଲାଭ କରିପାରିବା। ତେଣୁ ଏଇଟା ଯଦି ସତ, ତାହେଲେ ଆମେ ଅନ୍ୟ ଯୋଗ କଣ ଦରକାର? କିମନ୍ୟତେ ଶାସ୍ତ୍ର ବିସ୍ତରଇ, ବୁଝିଲେ କି? ସେ ଆଜ୍ଞା ନାକକୁ ଚିପିବା, କାନକୁ ଚିପିବା, ସେ ଅଙ୍କ ଆସନ କରିବା, ହଳାସନ କରିବା, ଅଙ୍କ ପ୍ରାଣାୟାମ କରିବା, ଏଗୁଡା କଣ ଦରକାର? ତେଣୁ ହଁ ପ୍ରଥମେ ଦରକାର ହଉଛି ନାଦ ଯୋଗ ହେଲା। ଆଜ୍ଞା ତେଣୁ ନାଦ ଯୋଗ ଅଭ୍ୟାସ କରିବା ପାଇଁ ହେଲେ ଗୁରୁ ସୂତ୍ର ଧରିକିରି ତମେ ନାଦକୁ ଅନୁଭବ କର। ନାଦ ଯେକୌଣସି ମନ୍ତ୍ର ହଉଛି ଗୋଟେ ନାଦ। ଆଜ୍ଞା ଶବ୍ଦ ମାନେ ହିଁ ହଉଛି ନାଦ ହେଲା। ଆଜ୍ଞା ତେଣୁ ଏଥିରୁ ଆମେ ଜାଣିବାକୁ ପଡିବ କୋଉ ନାଦଟା ହଉଛି ମୌଳିକ ନାଦ। ମୌଳିକ ନାଦ। ହଁ, କୋଉ ଶବ୍ଦଟା ହଉଛି ମୌଳିକ ଶବ୍ଦ। ସେ ମୌଳିକ ଶବ୍ଦକୁ ଧ୍ୟାନ କରି କରି ଗଲେ ଅଟୋମେଟିକ ଆମେ ତା ଭିତରକୁ ଆମେ ଯିବା ଆଉ କଣ। ନାଦଟା ସେ ମୌଳିକ ଶବ୍ଦକୁ ଧ୍ୟାନ କରି କରିକିରି ତାପରେ ନାଦଟା ଶୁଭିବ। ଅଟୋମେଟିକ ଶୁଭିବ। କଣ ବୁଝିପାରିଲ ନା? ସେ ଆଜ୍ଞା ନାଦ ତେଣୁ ଗୋଟେ କଥା ହଉଛି ଆମର ସେ କଥା ଭାଗବତରେ ଲେଖା ହେଇଛି ସମାହିତା ମନ ବ୍ରହ୍ମନ୍ ବ୍ରହ୍ମଣ ପରମେଷ୍ଠିନ ହୃଦୟାକାଶ ଦବନାଥ ବୃତ୍ତି ରୋଧ ପିବତେ। ମନୋବୃତ୍ତି କି ରୋଧ କରିସାରିଲା ପରେ ସେ ଆଜ୍ଞା ନାଦ ଆମ ହୃଦୟ ଆକାଶରୁ ଅଟୋମେଟିକ ସେ ସୃଷ୍ଟି ହୁଏ। ବ୍ରହ୍ମା ଯେତେବେଳେ ସମାଧିରେ ବସିଲେ ତାଙ୍କ ମନୋବୃତ୍ତିକୁ ରୋଧ କଲେ ସେ ସେଇଠୁ କଣ ହେଲା ନା ସେ ନାଦଟା ତାକୁ ଅଟୋମେଟିକ ତାଙ୍କର ସ୍ପୋଟଟା ଶୁଭିଲା। ହଁ ବୁଝିପାରୁଛ? ଆଜ୍ଞା ତେଣୁ ସେଇ ନାଦଟାକୁ ତମେ ଚେଷ୍ଟା କଲେ କରିପାରିବ କିଛି ଅସୁବିଧା ନାହିଁ। ନାଦ ଯୋଗ କରି କରି ଉପରକୁ ଯିବ। ନାଦ ଯୋଗର ଶୀର୍ଷରେ ପହଞ୍ଚିଲା ବେଳକୁ ତମର ଇଆଡେ ସବୁ କଥା ହେଇଯାଇଥିବ। ଫୋନ କରିଥିଲେ ହଁ ସିଏ ତ ମାନୁଛନ୍ତି ଅବଶ୍ୟ ଫେରେ ବି ମାନେ ଦ୍ୱନ୍ଦରେ ପଡିଛନ୍ତି। ନା କଥା କଣ କି ଲୋକଙ୍କର ସବୁ କେତେ ପ୍ରକାର ସନ୍ଦେହ ବିଶ୍ୱାସ ଅବିଶ୍ୱାସ ସବୁ ରହିଛି ତ। ଆଜ୍ଞା ଆଜ୍ଞା କିନ୍ତୁ ଗୋଟିଏ କଥା ମନେ ରଖିବ ଯେ ଆଜ୍ଞା ଯେତେ ବିଷମର ବାବା କଥା ପ୍ରକୃତରେ ଠିକ, ଯିଏ ଯେତେ ଜାଗାରେ ବୁଲୁ ନା ବୁଲି ବୁଲିକି ବଳେ ପୁଣି ସେ କଥାଟାକୁ ମାନିବ। ଆଜ୍ଞା ମତେ ଆସି ଏତେ ଦିନ ହେଲାନି ଆଜ୍ଞା ପ୍ରକୃତରେ ମୁଁ ଖୋଜି ଖୋଜି ସଦ୍ଗୁରୁ ଭାଇ କେତେ ଏଇ ଆଶାର ପଛରେ ପଡିଲି ସିଏ ବାହାରିଲା ଭଣ୍ଡ। ହଁ ଇସ୍କନ ଯାଇଥିଲି ବି ସେଠି ବି ବାହାରିଲା ଇଏ ଆମର ଇଏ ଭାବ ଆସିଲା। ହଁ
ତାପରେ ଏଠି ବି ଯୋଉ ଯାଇଥିଲି ଏଠି ବି ସେ ମତେ ନେମାଳରେ ମତେ ଜଣେ କହିଲେ ମୋ ଫଟୋ ନିଅ, ସେ ଫଟୋ ବି ଦେଇଛନ୍ତି ମତେ ଗୋଟେ, ଆଉ କହିଲେ ଇଏ କର ମାନେ। ତାପରେ ଆଉ ଜଣେ ବିଲ ହାଟରୁ ବି ସିଏ ବି ଜିନିଷ ମତେ ପ୍ରକୃତ ସନ୍ତୋଷଜନକ ଜିନିଷ ମିଳିନଥିଲା। ମିଳିଲା ନାହିଁ। ହଁ ନାଇଁ ମିଳିନଥିଲା। ଆଉ ଆପଣଙ୍କ ଏପିସୋଡ ଦେଖିଲା ପରେ ମତେ ଠିକ ଲାଗିଲା। ହଉ ତେଣୁ କରିକି ମୁଁ ସିଦ୍ଧାନ୍ତ କଲି କି କେମିତି ପହଞ୍ଚିଗଲି ସେ ଠିକ ରାସ୍ତା ବି ମିଳିଗଲା। ଯଦି ଆମେ ସଦ୍ଗୁରୁଙ୍କୁ ପାଇଗଲେ ହେଲା କି ହଁ ଆଉ ଆମର ହଁ ଅନ୍ୟ ଦେବାଦେବୀ କିଛି ଆବଶ୍ୟକ ନାହିଁ। ସେ ନାହିଁ ହଁ ଗୁରୁଙ୍କୁ ପୂଜା କରି ଆମର ନାହିଁ, ଶ୍ଲୋକରେ ନାହିଁ ଧ୍ୟାନ ମୂଳଂ ଗୁରୁର ମୂର୍ତ୍ତି, ପୂଜା ମୂଳଂ ଗୁରୁର ପଦମ୍, ମନ୍ତ୍ର ମୂଳଂ ଗୁରୁର ବାକ୍ୟମ୍, ମୋକ୍ଷ ମୂଳଂ ଗୁରୁର କୃପା। ଠିକ କହିଲେ। ଆଉ ତେଣୁ ମୋକ୍ଷ ମୂଳଂ ଗୁରୁ ରୂପା, ଗୁରୁକୁ ଧ୍ୟାନ କଲେ ପୂଜା କଲେ ତାଙ୍କରି କୃପା ପାଇଲେ ତ ଆମେ ମୋକ୍ଷ ପାଇବା। ଏଇଟା ହେଉଛି ଶେଷ କଥା, ଆଉ କୌଣସି ଜିନିଷ ଆବଶ୍ୟକ ନାହିଁ। ପ୍ରାଣାୟାମ ଦଉଛନ୍ତି ନା? ସବୁ ଦିଆଯାଉଛି ବୁଝିଲେ କି, କିନ୍ତୁ ଗୋଟେ କଥା ହଉଛି ତମକୁ କ୍ଲାସ ବାଇ କ୍ଲାସ ଧୀରେ ଧୀରେ ଉତ୍ତୀର୍ଣ୍ଣ କରାଯିବ ବୁଝିଲ। ଆମେ ଏକାଦିନ କରିପାରିବାନି। ଆମେ ପ୍ରଥମେ ଅ ଆ ମଡ଼େଇବା, ତାପରେ ସେଠୁ ଧୀରେ ଧୀରେ ଉପରକୁ ଯିବା ବୁଝିଲ। ନା ଆମକୁ ମୋର ଦରକାର ଆପଣଙ୍କର ଆତ୍ମା ପରମାତ୍ମା ଯେ ସଂଯୋଗ ଯୋଉଟା ସେଇ ସୂତ୍ର ତ ଦରକାର। ସେଇ ଯୋଉଟାକୁ ମୁଁ ବିନା ଗୁରୁର କରିଥିଲି ସେ ହେଲା ବହୁତ ହେଇପାରିଲାନି। ତାପରେ ସଦ୍ଗୁରୁ ଖୋଜିନି, ସଦ୍ଗୁରୁ ଖୋଜି ଯାଇକି ସବୁ ଜିନିଷ ତତ୍ଵ ମୁଁ ପାଉନି। ନାଇଁ ତମକୁ ସବୁ ବୁଝେଇ ଦିଆଯିବ ବୁଝିଲ। ତମେ ବୁଝେଇ ଦିଆଯିବ, ସନ୍ଦେହ ମୋଚନ କରିଦିଆଯିବ ବୁଝିଲେ ନା। ଆଉ ତମେ ଚିନ୍ତା କର ନା, କିନ୍ତୁ ଗୋଟିଏ କଥା ବିଶ୍ୱାସ ରଖ, ଏ ବିଶ୍ୱମ୍ବର ପାଖରେ ପ୍ରକୃତ ଜିନିଷ ଅଛି।